ସାର୍ ଏମିତି ଗୋଟେ ମୁଭି କାହିଁକି ଗୋଟେ ସମସ୍ତଙ୍କୁ ଆଦୃତ କରିବ ଭାବୁଛନ୍ତି ଆପଣ ନିର୍ଦ୍ଦେଶକ ଭାବରେ ମାତ୍ର ମଣିଷକୁ କେମିତି ନା ନା କଥା ସେୟା ନୁହଁ ହେଲା କି ଫିଲ୍ମ କରୁନୁ ଏଇଟା ଫିଲ୍ମ ନୁହଁ ସମାଜ ପାଇଁ ବାର୍ତ୍ତା ଆପଣ ଦେଖିବେ ହେଲା କି ଏ ଫିଲ୍ମ ଗୋଟେ କମର୍ସିଆଲ ଫିଲ୍ମ କରୁଛୁ ମନା କରୁନୁ ଆମେ କମର୍ସିଆଲ ଫିଲ୍ମ କରୁଛୁ ବଟ୍ ଏଇଟା ଗୋଟେ ବାର୍ତ୍ତା ସମାଜ ପାଇଁ ଯେ ଅକ୍ସିଜେନ ଗଛ ଦିଆ ଯିଏ ଗଛ କାଟିବ ମୋ ହିରୋ ସେଠି କ'ଣ କରୁଛି ଗଛ କାଟିବା କହୁ ଦଉନ ଯିଏ ଜଣେ ମରୁଛି ତା ପାଇଁ ଗଛ ଲଗା ହଉଛି ଗୋଟେ ଉଦ୍ୟାନ ତିଆରି ହେଇଛି ମାନେ ପୂର୍ବପୁରୁଷ ଆରମ୍ଭ କରି ଯେତେ ଲୋକ ଅଛନ୍ତି ଯିଏ ମରିଛନ୍ତି ତାଙ୍କ ପାଇଁ ଗଛ ଲଗା ହେଇଛି ସେ ଗଛ ସବୁ ବଢିଛି ସେମାନେ ଅକ୍ସିଜେନ ଆମକୁ ଦଉଛନ୍ତି ଆମେ ବଞ୍ଚିବା ଏଇଟା ଗୋଟେ ଛୋଟ କଥା ନୁହଁ ଫିଲ୍ମ ନୁହଁ ଏଇଟା ଆଉ ଗୋଟେ ବହୁତ ସାଉଥ ମୁଭି ଗୁଡ଼ିକ ଏମିତି ପରିବେଶକୁ ନେଇକି ମୁଭି କରାଯାଇଛି ଆମର ଓଡ଼ିଆ ଚଳଚ୍ଚିତ୍ରରେ ଏଇଭଳି ଚଳଚ୍ଚିତ୍ର କେତେ ଭଲ ଲାଗିବ ସମସ୍ତଙ୍କୁ ଆପଣ ଆଶା କେତେ ରଖିବେ ଆଶା ଆପଣ ଟିଜର ଦେଖିଲେ ଗୀତ ଦେଖିଲେ ଟିଜର କ'ଣ ଲାଗିଲା ଆପଣଙ୍କୁ ମାନେ ଆମେ କରିଛୁ କ'ଣ ଟପିକଟା ଅଲଗା ମାନେ ମୁଁ ତ ବହୁତ ଏକ୍ସାଇଟେଡ୍ ହେଲା କି କାହାଣୀଟା ଟୋଟାଲି ଅଲଗା ମାନେ ବହୁତ ଆମେ ଆଶାବାଦୀ ଅଛୁ ଫିଲ୍ମ ଥରେ ଆସିକି ଦେଖିକି ଯାଆନ୍ତୁ ଦେଖିଲା ପରେ କ'ଣ ହବ ଆମ ଜେନେରେସନ୍ ବଞ୍ଚିପାରିବା ଆମେ ଅକ୍ସିଜେନ ଯେତିକି ଅଛି ବଞ୍ଚିପାରିବା ଆମ ପିଲା ଛୁଆ କେମିତି ବଞ୍ଚିବେ ଗଛ କଟା ହବ ରାସ୍ତା ହଉଛି ଘର ହଉଛି ସବୁ କାଟୁଛନ୍ତି ଗଛ ମୋ ଫିଲ୍ମରେ କେହି ଗଛ କାଟିପାରିବେ ଯିଏ ଗଛ କାଟିବ ତାକୁ ସେ ଲାଡୋ ଯିଏ ଅଛି ଶୋଭନ ସାଗର ଯିଏ ଅଛନ୍ତି ନୂଆ ଇଣ୍ଟ୍ରୋଡ୍ୟୁସନ ଫିଲ୍ମରେ ସେ ତାଙ୍କୁ ଅଟକାଉଛନ୍ତି ଫିଲ୍ମର କାହାଣୀଟା ହେଉଛି